सर्वप्रथमे पिता पुत्र पवित्र आत्माଙ୍କର गौरव हो पुणी समस्त विश्वासी विश्वासिनी प्रिय प्रभुଙ୍କର ଲୋକମାନଙ୍କୁ प्रभु श्रीकृष्णଙ୍କ बहुमूल्य नामରେ ପ୍ରେଜ୍ ଦ ଲର୍ଡ। ଆସନ୍ତୁ ଆଜି ମଧ୍ୟ ଈଶ୍ୱରଙ୍କର ବାକ୍ୟ ମଧ୍ୟରୁ ଅଳ୍ପ ସମୟ ଆଲୋଚନା କରିବା। ଆଉ ଆଜିର ଆଲୋଚନା ଆମେମାନେ ଉପଦେଶ ପୁସ୍ତକରୁ ପାଠ କରିବା। ଆମ୍ଭମାନଙ୍କର ନାମ ଉତ୍ତମ କି ପ୍ରକାର କରିପାରିବା, ଆଉ କେଉଁ ବ୍ୟକ୍ତିକୁ କୁହାଯାଏ ଆଉ ନାମ ଦିଆଯାଏ, ଆଉ ଉତ୍ତମ ନାମ ଆମେ ଉତ୍ତମ ନାମ କିପରି ପାଇପାରିବା, ଯାହାକି ବାକ୍ୟ ଅନୁସାରେ ବହୁମୂଲ୍ୟ ତୈଳ ଅପେକ୍ଷା ଉତ୍ତମ ନାମ ଭଲ। ତେଣୁ ଏହି ସମୟରେ ମୁଁ ପାଠ କରୁଅଛି ଉପଦେଶ ପୁସ୍ତକ 7 ପର୍ବ 1 ପଦ। ବହୁମୂଲ୍ୟ ତୈଳ ଅପେକ୍ଷା ଉତ୍ତମ ନାମ ଭଲ ଓ ଜନ୍ମଦିନ ଅପେକ୍ଷା ମରଣ ଦିନ ଭଲ। ପ୍ରାର୍ଥନା କରିବା। ପ୍ରିୟ ପ୍ରଭୁ, ଧନ୍ୟବାଦ ଦେଉଛୁ, ବାକ୍ୟ ପାଠ କରିଅଛୁ, ଆମେ ଏହା ବୁଝିବୁ, ପାଳନ କରିବୁ। ତୁମର ପବିତ୍ର ଆତ୍ମା, ସାହାଯ୍ୟକାରୀ ଆତ୍ମା ପଠାଇ ସାହାଯ୍ୟ କର। ଯୀଶୁଙ୍କ ନାମରେ ମାଗିଲୁ, ଆମେନ୍। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ଅଳ୍ପ ସମୟ ଧ୍ୟାନ ନିମନ୍ତେ ଆଜି ଆଲୋଚନା କରିବା ବହୁମୂଲ୍ୟ ତୈଳ ଅପେକ୍ଷା ଉତ୍ତମ ନାମ ଭଲ। ଏତିକି କେବଳ ଆଲୋଚନା କରିବା। ବହୁମୂଲ୍ୟ ତୈଳ, ଅଧିକ ଦାମିକା ତେଲ ଏଠି ଲେଖାଯାଏ। ସେଇ ତୈଳ ଅପେକ୍ଷା ଉତ୍ତମ ନାମ ଭଲ। ତେଣୁ ଆମେ ବହୁମୂଲ୍ୟ ତୈଳ ଲଗାଉ, ବ୍ୟବହାର କରୁ, ଆଉ ବହୁମୂଲ୍ୟ ତୈଳ ଅପେକ୍ଷା ଉତ୍ତମ ନାମ ଭଲ। ତେଣୁ ଏଠାରେ ଆମେ ଦେଖୁ ସେଇ ସ୍ଥାନରେ, ତେଲ ସ୍ଥାନରେ, ତୈଳ ସ୍ଥାନରେ ଆମ୍ଭମାନଙ୍କର ଯାନବାହନ, ଆମ୍ଭମାନଙ୍କର ଘର ବାଡ଼ି କୋଠା, ଆମ୍ଭମାନଙ୍କର ଟଙ୍କା ପଇସା, ଆମ୍ଭମାନଙ୍କର ଅଳଙ୍କାର, ଆମ୍ଭମାନଙ୍କର ଭୂ ସମ୍ପତ୍ତି ସେଇଟାରେ ରଖିବା। ତୈଳ ଜାଗାରେ ଆମ୍ଭମାନଙ୍କର ଏହି ସମସ୍ତ ବିଷୟ ରଖିବା, ଯାହାକି ମୁଁ କହିଗଲି। ଆମ୍ଭମାନଙ୍କର ସମସ୍ତ ସମ୍ପତ୍ତି ବହୁମୂଲ୍ୟ, ଅଧିକ ଦାମ, ଅଧିକ ମୂଲ୍ୟ ସେହି ସ୍ଥାନରେ ରଖିବା। ସେହି ସମସ୍ତ ଅପେକ୍ଷା ଉତ୍ତମ ନାମ କିପରି ଭଲ, ସେଇ ଉତ୍ତମ ନାମ କିପରି ପାଇପାରିବା। ତେଣୁ ବହୁମୂଲ୍ୟ ସ୍ଥାନରେ ଯେଉଁ ଧନ ସମ୍ପତ୍ତି, ଆମ୍ଭମାନଙ୍କର ଯାହା ସବୁ ଅଛି, ଭୂ ସମ୍ପତ୍ତି, ଟଙ୍କା ସୁନା, ଆଉ ଯାହା କିଛି ବି ହଉ, ଆଉ ସେ ବହୁମୂଲ୍ୟ ଜାଗାରେ ଆମ୍ଭେମାନେ ବହୁମୂଲ୍ୟକୁ ରଖିଅଛୁ, ଅଧିକ ଟଙ୍କା, ଅଧିକ ପଇସା ରଖିଅଛୁ ଗୋଟେ ପଟେ, ଆଉ ଗୋଟେ ପଟେ ଉତ୍ତମ ନାମ। ତେବେ ଏହି ସମସ୍ତ ଅପେକ୍ଷା ଉତ୍ତମ ନାମ ଭଲ ବୋଲି ଆମେ ଶୁଣୁଅଛୁ। ଉପଦେଶ କରି ସଲୋମନ କହନ୍ତି ଯେ ବହୁମୂଲ୍ୟ ତୈଳ ହଉ, ଗାଡ଼ି ହଉ, ଘର ହଉ, ଯେକୌଣସି ଭୂ ସମ୍ପତ୍ତି, ଅନ୍ୟାନ୍ୟ ବିଷୟ, ବହୁମୂଲ୍ୟ ଜିନିଷ ଅପେକ୍ଷା, ବହୁମୂଲ୍ୟ ଅପେକ୍ଷା ଉତ୍ତମ ନାମ ଭଲ। ତେଣୁ ଆମ୍ଭମାନଙ୍କର ବହୁମୂଲ୍ୟ ଥାଇପାରେ, କିନ୍ତୁ ଉତ୍ତମ ନାମ ଭଲ। ପ୍ରଭୁଙ୍କର ଗୌରବ ହଉ। ଆଉ ସେ ଉତ୍ତମ ନାମ କି ପ୍ରକାର ପାଇବା, ବାକ୍ୟ ଅନୁସାରେ ଆମେ ଦେଖୁ। ଆଉ ବାକ୍ୟରେ ଲେଖାଯାଏ ସମୀରଣୀୟ ବିଷୟରେ। ଆଉ ସମୀରଣୀୟ ଏହି ଦୃଷ୍ଟାନ୍ତଟି ଆମେ ଶୁଣିଛୁ। ଯୀଶୁ ଖ୍ରୀଷ୍ଟ ଜଣେ ବ୍ୟବସ୍ଥା ଶାସ୍ତ୍ରଜ୍ଞକୁ କହିଥିଲେ, କାରଣ ପରୀକ୍ଷା କରିବା ନିମନ୍ତେ ବ୍ୟବସ୍ଥା ଶାସ୍ତ୍ରଜ୍ଞ ଯୀଶୁଙ୍କୁ ପଚାରିଥିଲେ। ଆଉ ପରୀକ୍ଷା କରିବା ନିମନ୍ତେ, ଜାଣିବା ନିମନ୍ତେ ନୁହେଁ। ଆଜି ଅନେକ ଲୋକ ପରୀକ୍ଷା କରନ୍ତି, ଅନେକ ଲୋକ
ଯୀଶୁଙ୍କ ପାଖରେ ଗଲେ ହେବ ତ, ହେଇପାରିବ ତ? ମୁଁ ଯୀଶୁଙ୍କ ପାଖରେ ଯିବି ସୁସ୍ଥତା ନିମନ୍ତେ, ଚାକିରି ନିମନ୍ତେ, ପରିବାରର ଶାନ୍ତି ନିମନ୍ତେ। ଅନେକ ଲୋକ ପରୀକ୍ଷା କରନ୍ତି ଯେଉଁମାନେ ପ୍ରକୃତରେ ପ୍ରଭୁକୁ ଜାଣନ୍ତି ନାହିଁ। ତେଣୁ ଏଇଠି ମଧ୍ୟ ବ୍ୟବସ୍ଥା ଶାସ୍ତ୍ରଜ୍ଞ, ସେ ଜାଣିଛି, ଶାସ୍ତ୍ର ବିଷୟରେ ଭଲରେ ଜାଣିଛି, ତଥାପି ସେ ପରୀକ୍ଷା କରୁଅଛି। ଆପଣ ଏବଂ ମୁଁ ଭଲରେ ଜାଣିଛୁ, କେବେ ମଧ୍ୟ ଆମେ ପରୀକ୍ଷା କରିବା ନାହିଁ। ତେଣୁ ଏଠି ଦେଖୁଛୁ ଯେ ସମୀରଣୀୟ ବିଷୟରେ ଯେଉଁ ଦୃଷ୍ଟାନ୍ତ କହିଲେ, এই ଦୃଷ୍ଟାନ୍ତ ମଧ୍ୟରେ ଆଉ ତାହାକୁ ଏହି ଶାସ୍ତ୍ରରେ ଲେଖାଯାଏ। ଆଉ ବାଇବେଲବିତ୍ ମାନେ ବା ବାଇବେଲ ପଣ୍ଡିତ ମାନେ ଯେଉଁମାନେ ବାଇବେଲକୁ ଧ୍ୟାନ କରନ୍ତି ଆଉ এই ବାଇବେଲରେ ଲେଖନ୍ତି ଉତ୍ତମ ସମୀରଣୀୟ ବୋଲି। এই ବାକ୍ୟ ଆମେ ପାଠ କରିବା, ଦୃଷ୍ଟାନ୍ତ ପାଠ କରିବା, ସେହି ସ୍ଥାନରେ ଉତ୍ତମ ସମୀରଣୀୟ ଲେଖା ହିଁ ନାହିଁ, କିନ୍ତୁ ତାହାକୁ ନାମ ଦିଆଯାଇଛି ଉତ୍ତମ ସମୀରଣୀୟ ବୋଲି। ଉତ୍ତମ ସମୀରଣୀୟ ବୋଲି ତାହାର ନାମ ଆମେ ଦେଇଛୁ। ତେଣୁ ତା ନାଁ ଉତ୍ତମ ସମୀରଣୀୟ ନଥିଲା, କେବଳ ସମୀରଣୀୟ ବୋଲି ଲେଖାଯାଏ। ପ୍ରିୟ ପ୍ରଭୁଙ୍କର ଲୋକ, ଏହି ସ୍ଥାନରେ ଆମେ କେତୋଟି ବ୍ୟକ୍ତିକୁ ଦେଖାଉଛୁ। ଏକ ତ ବ୍ୟବସ୍ଥା ଶାସ୍ତ୍ରଜ୍ଞ, ଯେ ପରୀକ୍ଷକ। ଦ୍ୱିତୀୟତଃ ଏଇଠାରେ ଆମେ ଦେଖାଉଛୁ ଯେ ଜିରିହରୁ ଜିରିଖକୁ ଯିବାର ଜଣେ ବ୍ୟକ୍ତିଙ୍କ ବିଷୟରେ। ଆଉ ଜଣକୁ ଦେଖୁ ଯାଜକ, ତାପରେ ଆଉ ଜଣକୁ ଦେଖାଉଛୁ ସେ ଲେବିୟ, ତାପରେ ଆଉ ଜଣକୁ ଦେଖାଉଛୁ ସେ ସମୀରଣୀୟ, ତାପରେ ଆଉ ଜଣକୁ ଶେଷରେ ଦେଖାଉଛୁ ପାନ୍ଥଶାଳାରେ ଚିକିତ୍ସା କରୁଥିବା ବ୍ୟକ୍ତି। ଏହି ସ୍ଥାନରେ ଆମମାନଙ୍କୁ ଯୀଶୁ ଖ୍ରୀଷ୍ଟ ସୂଚାଇଛନ୍ତି ଯେ ପ୍ରତିବାସୀ କିଏ। ତେଣୁ ଯୀଶୁ ଏହି ଦୃଷ୍ଟାନ୍ତ କହିଲେ, ଆଉ ଆପଣ ମୁଁ ମଧ୍ୟ ଜାଣିଛୁ ଯେ ଯେଉଁ ବ୍ୟକ୍ତି ଜିରିହରୁ ଜିରିଖକୁ ଯିବାବେଳେ ଡକାୟତମାନଙ୍କ ହାବୁଡ଼ରେ ପଡ଼ିଥିଲା, ସେ ବ୍ୟକ୍ତିକୁ ଯିଏ ଉଦ୍ଧାର କଲା, ତାର ସେବା ଶୁଶ୍ରୂଷା କଲା। ବାକ୍ୟରେ ଲେଖାଯାଏ, ସେହି ଡକାୟତମାନଙ୍କ ହାବୁଡ଼ରେ ପଡ଼ିଥିବା ବ୍ୟକ୍ତିକୁ ଦେଖି ଦୟାରେ ବିଗଳିତ ହୋଇଗଲା। ଯୀଶୁ ଖ୍ରୀଷ୍ଟ ମଧ୍ୟ ଦୟାରେ ବିଗଳିତ ହେଉଥିଲେ ଯେଉଁମାନେ ପ୍ରଭୁଙ୍କୁ ପାଇନଥିଲେ। ଅରକ୍ଷକ ମେଷ ତୁଲ୍ୟ, ମାନେ ତାଙ୍କର ସେବା, ତାଙ୍କର ଯତ୍ନ, ତାଙ୍କୁ ପାଳନ କରିବାର କୌଣସି ବ୍ୟକ୍ତି ବା ପାଳକ ନଥିବା ପରି ଆଉ ଛିନ୍ନ ଭିନ୍ନ ହୋଇ ଅଛନ୍ତି। ସେ ଦୟାରେ ବିଗଳିତ ହେଉଥିଲେ। ଏହି ବ୍ୟକ୍ତି ମଧ୍ୟ ଡକାୟତମାନଙ୍କ ହାବୁଡ଼ରେ ପଡ଼ିଥିବା ବ୍ୟକ୍ତିକୁ ଦେଖି ସେ ଦୟାରେ ବିଗଳିତ ହୋଇଗଲେ ଆଉ ତାହାର ସେବା କଲେ ନିଜେ। ତାପରେ ଆପଣା ବାହନ ଉପରେ ବସାଇ ସେ ପାନ୍ଥଶାଳାକୁ ନେଇଗଲେ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମେ ଦେଖାଉଛୁ ଏଠାରେ 5 ଜଣ ବ୍ୟକ୍ତି। ଏକ ତ ବ୍ୟବସ୍ଥା ଶାସ୍ତ୍ରଜ୍ଞ, ଦ୍ୱିତୀୟତଃ ଜିରିହରୁ ଜିରିଖକୁ ଯାଉଥିବା ବ୍ୟକ୍ତି, 2 ତୃତୀୟରେ ହେଲା ଆଉ ଡକାୟତ ମାନେ ସେମାନଙ୍କୁ ମାଡ଼ ମାରିଥିଲେ, ଆଉ ଚତୁର୍ଥରେ ହେଲା ସମୀରଣୀୟ ବ୍ୟକ୍ତି, ପଞ୍ଚମରେ ହେଲା ଯେ ତାହାଙ୍କୁ ପାନ୍ଥଶାଳାରେ ଚିକିତ୍ସା କଲେ। ତେବେ ଆମେ ତ ସମୀରଣୀୟ ଲୋକ ପରି ହେବା, ସେ ଉତ୍ତମ ସମୀରଣୀୟ ପରି ହେବା। ଯୀଶୁ କହିଛନ୍ତି, ଯଦି ଉତ୍ତମ ସମୀରଣୀୟ ପରି ହେଉଛୁ, ତାହା ବାକ୍ୟ ଅନୁସାରେ ପ୍ରଭୁଙ୍କର ଆଶୀର୍ବାଦ ଆଉ ପ୍ରଭୁଙ୍କର ଆଦେଶ, ପ୍ରଭୁଙ୍କର ଆଜ୍ଞା, ଆପଣମାନେ ସେ ପ୍ରକାର ହୁଅନ୍ତୁ। ଆଉ ଏଇ 5 ଜଣ ମଧ୍ୟରୁ ଜଣେ ହୁଅନ୍ତୁ ନାହିଁ। 5 ଜଣ ମଧ୍ୟରୁ ବ୍ୟବସ୍ଥା ଶାସ୍ତ୍ରଜ୍ଞ ପରି ହୁଅନ୍ତୁ ନାହିଁ। ଦ୍ୱିତୀୟତଃ ଜିରିହରୁ ଜିରିଖକୁ ଯିବାବେଳେ ଯେଉଁ ଡକାୟତ ମାନେ ତାହାକୁ ଦରମରା ଅବସ୍ଥାରେ ମାଡ଼ ମାରିଥିଲେ, ସେହି ବ୍ୟକ୍ତି ହୁଅନ୍ତୁ ନାହିଁ।
तापर याजक परि मध्य हुअन्तु नाही, लेबीय परि मध्य हुअन्तु नाही। काहेकि याजक लेबीय माने से माने धर्मशास्त्र विषय भल जानती। आउ सही समय लेबीय मानकु याजक पदरे नियुक्ति करा जाउथिला। तथापि जने याजक धर्मगुरु जने लेबीय आउ जने याजक पद पाइबा पई योग्य व्यक्ति आउ से माने आर पाख दे चली जाउछंती। डकायत माने पुणी याजक लेबीय मानक परि आमे हेबा नै केबे मध्य अन्य को खातरे पकाइबा पई अन्यर अनिष्ट चिंता अन्यर अनिष्ट भावना अन्य को जगी रही ताहार नष्ट करिबा अन्य को जगी रही ताकू दुख देबा अन्यर क्षति पहुंचाइबा यही कर्म आपण एवं मु एबे करिबा नै। तेणु एठा देखछु एठारे केतोटी कर्म मिले। प्रथमत आउ समीरणीय आपण मु हेबा जो माने दुखरे चिंतारे निराश हताश जीवन प्रभु को पाई नाहंती जीवन विनष्ट होछि से मानकु आमे तांको निमंते दयारे विगलित हेबा। प्रभुंकर गौरव हो आपणको मते प्रभु से प्रकार मन दियंतु ए जगत मध्यरे आउ जे माने प्रकृत रे प्रभुंको ठारो विच्युत प्रभुंको ठारो आउ भिन्न होई जीवन यापन करोछंती आउ ताहांको निमंते आमे विगलित हेबा आउ से मानकु आमे वाक्य अनुसार सेवा करिबा जे प्रकार की पट्टी बांधी सेवा कले समीरणीय आउ तापरे पांथशाला को नेले अर्थात मेडिकल को नेले आमे माने मध्य जो माने प्रभु को जानि नाहंती जो माने दुष्ट से मानकर सेवा करिबा से मानकु सांत्वना देबा जो माने निराश हताश रछंती से मानकु आमे सांत्वना देबा संगे संगे आ प्रभु को निकट को नेबा अर्थात चर्च को जीवा पाई आउ प्रभु को निकट को जीवा पाई से मानकु शिक्षा देबा। तेणु आपण आ मु को रोल करूछु आ पांथशाला मध्य जो व्यक्ति चिकित्सा कला से मध्य आउ से सेवा कला आउ याजक माने आउ मंदिर रे सेवा कार्य करते याजक पद प्राप्त हो आउ सेवा करते से याजक निकट को मध्य देवा 10 जन कुष्ठी सुस्थ हेले आउ कहले याजक मानक निकट को जाओ। प्रिय प्रभु को लोक माने आज आमे से प्रकार व्यक्ति को निंदा करूछु ना भर्सना करूछु ना ताहांको छाड़ी देउछु ताहांको तुच्छ देखुछु आउ प्रभु को निकट को नहीं पारुछु ना नहीं आमे निंदा करूछु ना तांको निमंते दयारे विगलित होछि जो माने प्रभु को जानि नांती। तेणु ए स्थान रे आमे अनेक दृश्य देखौछु जहाँकि यीशु दृष्टांत माध्यम रे कहि अछंती जे समीरणीय लोक से नीच जाति हेले मध्य आमे देखु से नीच जाति हेले मध्य उत्तम नाम थिला किंतु बहुमूल्य आगरे उत्तम नाम किछि नहे सॉरी उत्तम नाम आगरे बहुमूल्य किछि नहे। तैल हो जानवाहन हो घर हो आपणकर जेकोसी संपत्ति भू संपत्ति मध्य हो आ उत्तम नाम आगरे ताहार मूल्य किछि नहीं। तेणु उत्तम नाम पाइबा पाई किपरि आमे पाइबा एई समीरणीय व्यक्ति परि निस्वार्थ पर भाव सेवा करिबा। आमे देखौछु से निजे पट्टी बांधी देले आउ बाहन रे बसे पांथशाला नेले पांथशाला रे रही गोटे दिन रही आरो दिन कहउछंती जे ताहार सेवा शुश्रूषा करूछि पांथशाला रे मेडिकल रे हॉस्पिटल सेवा करूछि तांको दुईटी मुद्रा दे कहउछंती एहार सेवा शुश्रूषा कर मो फेरला बेले बड़का जहा सब हेब मु परिशोध करदेवी। प्रिय प्रभुंकर लोक माने कि प्रकार सेवा ताहाको कहा जाए निस्वार्थ पर सेवा स्वार्थ नथिला
ଆଉ ଏ ଗୋଟେ ଦିନ ଭଲ ହେବ, ଗୋଟେ ଦିନ ସାହାଯ୍ୟ କରିବ, ମୁଁ ଆଜି ସାହାଯ୍ୟ କରିଥିଲି, ସେଇଟା ତା ପାଖରେ ନଥିଲା। ସେ ପାନ୍ଥଶାଳାରେ ଯେଉଁ ସମୀରଣୀୟ ନେଇକି ଗଲେ, ସେ ତାଙ୍କୁ ଛାଡ଼ି ଦେଇ ଆଉ ସେ ଗଲେ। ଏହି ଜିରିହରୁ ଜିରିଖକୁ ଯାଉଥିବା ବ୍ୟକ୍ତି ଯିଏ ଦରମରା ଅବସ୍ଥାରେ ପଡ଼ିଥିଲେ, ସେ କେବେ ଚିକିତ୍ସିତ ହେଲେ, କେବେ ସୁସ୍ଥ ହେଲେ, ଘରକୁ ଗଲେ। ଆଉ ସେହି ସମୀରଣୀୟ ବ୍ୟକ୍ତି କେବେ ପାନ୍ଥଶାଳାକୁ ଆସି ଋଣ ସୁଝିଲେ, ଏହି ସ୍ଥାନରେ ଦିଆଯାଏ ନାହିଁ। ତାହାକୁ କୁହାଯାଏ ନିଃସ୍ୱାର୍ଥପର ସେବା। ଆଉ ହୋଇପାରେ ଏହି ବ୍ୟକ୍ତି ସୁସ୍ଥତା ପ୍ରାପ୍ତ ହେଲା ପରେ ନିଜ ଘରକୁ ଚାଲି ଯାଇଥିବେ। ସେହି ସମୀରଣୀୟ ବ୍ୟକ୍ତି ତାର ପରିଚୟ ପାଇନଥିଲେ। ଆପଣ ମୁଁ ଯଦି ଉତ୍ତମ ନାମ ପାଇବାର ଅଛି, ନିଃସ୍ୱାର୍ଥପର ଭାବେ ସେବା କରିବା, ଯେକୌଣସି ବ୍ୟକ୍ତିର, ଯେକୌଣସି ଲୋକର, ତେବେ ଏହି ସମୀରଣୀୟ ବ୍ୟକ୍ତି ନୀଚ ହେଲେ ମଧ୍ୟ ଆଉ ସେ ତାର ନାମ ଉତ୍ତମ ଥିଲା। ସମୀରଣୀୟ ହେଲେ ମଧ୍ୟ ସେ ଉତ୍ତମ ନାମ ପାଇଥିଲା। ତେଣୁ ଆମେ ଜାଣୁ ଯେ ଯୋହନ 4:9 ପଦରେ ଆମେ ନୀଚ ଜାତି ବୋଲି କେମିତି ଜାଣୁଛୁ। ଯୀଶୁ ଖ୍ରୀଷ୍ଟ ଯେତେବେଳେ ଆଉ ସମୀରଣୀୟ ସ୍ତ୍ରୀକୁ ଜଳ ମାଗିଥିଲେ, ସେ କହିଥିଲେ, ଆପଣ ତ ଆଉ ଉଚ୍ଚ ଜାତିର ଲୋକ, ଆଉ ଆମ ହାତରୁ, ସମୀରଣୀୟ ଲୋକ ହାତରୁ କି ପ୍ରକାର ପାଣି ପିଇବେ? ତେବେ ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କର ଉଚ୍ଚ ନିଚ, ଧନୀ ଗରିବ କିଛି ଦେଖନ୍ତି ନାହିଁ। ଆପଣଙ୍କୁ ଯଦି ଉତ୍ତମ ନାମ ପ୍ରାପ୍ତ ହେବା ପାଇଁ ତାହା କରନ୍ତୁ। ଉତ୍ତମ ନାମ ପ୍ରାପ୍ତ ହେବା ପାଇଁ ମୂଲ୍ୟ ଦେବାକୁ ପଡ଼ିବ ନାହିଁ। ଆଉ ବହୁମୂଲ୍ୟ ଉତ୍ତମ ନାମ ଆଗରେ କିଛି ନାହିଁ। ନିଃସ୍ୱାର୍ଥପର ସେବା। ଆପଣ ଯେକୌଣସି ବ୍ୟକ୍ତିକୁ ସେବା କରନ୍ତୁ, ସାହାଯ୍ୟ କରନ୍ତୁ, ସହଯୋଗ କରନ୍ତୁ, ଦୁଃଖ ସମୟରେ ସାନ୍ତ୍ୱନା ଦିଅନ୍ତୁ, ଅଭାବ ସମୟରେ ପୂରଣ କରନ୍ତୁ। ଆଉ ଏଇଟା ହେଲା ନିଃସ୍ୱାର୍ଥପର ସେବା। ସ୍ୱାର୍ଥପର ସେବା ତାହାକୁ କୁହାଯାଏ ଯେ ତାକୁ ଦେବି, ସେ ଦେବ, ଅଳ୍ପ ଦେବି, ଅଧିକ ଆଦାୟ କରିବି। ଆଉ ଏହା ହେଲା ସ୍ୱାର୍ଥପର ସେବା। ମୁଁ ଦେଇଛି, ସେ ଦିନେ ଦେବ। ତେବେ ଆମେ ଅନେକ ସ୍ଥାନରେ ବାଇବେଲ ମଧ୍ୟରେ ଏହି ପ୍ରକାର ଦେଖୁ, ନିଃସ୍ୱାର୍ଥପର ଭାବେ ଯୀଶୁ ଖ୍ରୀଷ୍ଟ ଆପଣା ଜୀବନ ଦେଲେ ଆମମାନଙ୍କ ନିମନ୍ତେ। ତାଙ୍କର ସ୍ୱାର୍ଥ ନଥିଲା, ଆମର ଉଦ୍ଧାର ପାଇଁ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ଉତ୍ତମ ନାମ ପାଇବା ପାଇଁ ସେହି ସମୀରଣୀୟ ପରି ନିଃସ୍ୱାର୍ଥପର ଭାବେ ସେବା କରନ୍ତୁ। ସେହି ଲୋକର ପରିଚୟ ରଖିନଥିଲା, କେତେ ଟଙ୍କା ସେ ଖର୍ଚ୍ଚ କଲା ତାହା ବି ରଖିନଥିଲା, ଜାଣିନଥିଲା, ହିସାବ ରଖିନଥିଲା, ଦିନେ ଆଦାୟ କରିବ ବୋଲି। ସେହି ଲୋକର ପରିଚୟ ବି ପାଇନଥିଲା, ଯେ ଜାଣିବାକୁ ଇଚ୍ଛା କରିନଥିଲା କେବେ ଆଦାୟ କରିବ ବୋଲି। କିନ୍ତୁ ସେ ନିଃସ୍ୱାର୍ଥପର ଭାବେ ସେବା କଲା, ଜଣେ ବାଟୋଇ ହୋଇ ମଧ୍ୟ। ଆଜି ଆପଣଙ୍କୁ ମୋତେ ସେହି ପ୍ରକାର ଆଶୀର୍ବାଦ କରନ୍ତୁ ଯେ ଆମେ ଉତ୍ତମ ସମୀରଣୀୟ ପରି ହେବା। ଆଉ ଯଦି ଉତ୍ତମ ନାମ ପାଇବାର ଅଛି, ତେବେ ନିଃସ୍ୱାର୍ଥପର ଭାବେ ସେବା କରିବା, ଦାନ କରିବା, ସାହାଯ୍ୟ କରିବା, ସହଯୋଗ କରିବା, ଆଉ ସାନ୍ତ୍ୱନା ଦେବା, ସମସ୍ତ ବିଷୟ କରିବା କେବଳ ନିଃସ୍ୱାର୍ଥପର ଭାବେ ପାଇବା ଆଶାରେ ରହି। ପ୍ରଭୁ ଆମ ସମସ୍ତଙ୍କୁ ଏହି ବାକ୍ୟ ଦେଇ ଆଶୀର୍ବାଦ କରନ୍ତୁ। ଆମେ ନିଃସ୍ୱାର୍ଥପର ଜୀବନ କାଟି ଉତ୍ତମ ନାମ ପାଇବା, ଯେପରି ସମୀରଣୀୟ ନୀଚ ଜାତି ହେଲେ ମଧ୍ୟ ଉତ୍ତମ ନାମ ପାଇଥିଲେ। ଆଉ ବହୁମୂଲ୍ୟ ଆଗରେ ଉତ୍ତମ ନାମ ଉନ୍ନତ। ଆଉ ଉତ୍ତମ ନାମ ଆଗରେ ବହୁମୂଲ୍ୟର କିଛି ମଧ୍ୟ ମୂଲ୍ୟ ନାହିଁ, ମୂଲ୍ୟହୀନ ହୋଇଯାଏ। ପ୍ରିୟ ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଏହି ପ୍ରକାର ଭାବରେ, ଯେ ଆମମାନେ ଉତ୍ତମ ନାମ ପ୍ରାପ୍ତ ହୋଇ ଈଶ୍ୱରଙ୍କର ସନ୍ତାନ ହୋଇ ଜୀବନ କାଟୁ କାଟୁ, ଈଶ୍ୱରଙ୍କର ଆଜ୍ଞା ମାନି ଜୀବନ କାଟୁ କାଟୁ, ଆଉ ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କରୁ କରୁ ଆମେ ସମସ୍ତେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବା। ଆମେନ୍।